ଆପଣଙ୍କ ଘରେ ପ୍ରଥମ ପହରରେ କାକ ରାବ କରୁଛି, ତେବେ କାକଟି ପୂର୍ବ ଦିଗକୁ ମୁଖ କରି ରାବୁଛି, ତେବେ ଏହା ଆପଣଙ୍କ ଘର ପାଇଁ କୌଣସି ଶୁଭ ବାର୍ତ୍ତା ମିଳଇ ବା କୌଣସି ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହୋଇ ବା କୌଣସି ଶୁଭ କାର୍ଯ୍ୟ ଅତି ଶୀଘ୍ର ହେବ ବୋଲି ଏହା ସୂଚନା ଦେଇଥାଏ। ଆଜିର ପଞ୍ଚାଙ୍ଗ ଆଜି 2026 ଅଗଷ୍ଟ ମାସ 19 ତାରିଖ, ଓଡ଼ିଆ ଭାଦ୍ରବ ମାସ 3 ଦିନ, ବୁଧବାର, ଶୁକ୍ଳ ପକ୍ଷ ସପ୍ତମୀ ତିଥି, ଯାହା ରାତ୍ରି 8:28 ପର୍ଯ୍ୟନ୍ତ ରହୁଛି। ତାପରେ ଅଷ୍ଟମୀ ତିଥି ଆରମ୍ଭ ହେଉଛି। ଆଜି ସ୍ୱାତି ନକ୍ଷତ୍ର, ଯାହା ଦିବା 8:56 ପର୍ଯ୍ୟନ୍ତ ରହୁଛି। ତାପରେ ବିଶାଖା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ତୁଳା ରାଶିରେ ଚନ୍ଦ୍ର, ଯାହାକି ରାତ୍ରି 4:05 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର ବିଛା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:25 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:10। ଆଜି ଯୁଗ୍ନି ରହିଛି ବାୟୁ କୋଣରେ, ରାତ୍ରି 8:28 ପରେ ଯୁଗ୍ନି ଐଶାନ କୋଣରେ ରହିବ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ, ଯାହା ଦିବା 8:56 ପର୍ଯ୍ୟନ୍ତ। ତାପରେ ଦୁଇ ପାଦ ପୁଷ୍କର ଦୋଷ, ଯାହା ରାତ୍ରି 8:28 ପର୍ଯ୍ୟନ୍ତ। ତାପରେ ଏକ ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁହାନି, ତତ୍ସହିତ ବଂଶହାନି। ଆଜି ନିଷିଦ୍ଧ ଖାଦ୍ୟ ରହିଛି, ତାଳ ସହିତ ନଡ଼ିଆ ଭୋଜନ ନିଷେଧ ରହିଛି। ଆଜି ହେଉଛି ଗୋସ୍ୱାମୀ ତୁଳସୀ ଦାସଙ୍କର ଜୟନ୍ତୀ। ତେବେ ଆଜିର ଦିନରେ ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ: ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ପୁରାତନ ଗୃହ ପ୍ରବେଶ, ଦେବତା ଗଠନ, ନୌକା ଗଠନ, କ୍ରିୟ ବାଣିଜ୍ୟ, ପୁଣ୍ୟ ଆରମ୍ଭ, ନାଟ୍ୟ ଆରମ୍ଭ, କଳା ସଙ୍ଗୀତ ବିଦ୍ୟା ଆରମ୍ଭ, ଔଷଧୀକରଣ ଓ ସେବନ, ଆରୋଗ୍ୟ ସ୍ନାନ, ହଳ ପ୍ରଭାବ, ବୀର୍ଯ୍ୟ ରୋପଣ, ବୃକ୍ଷରୋପଣ, ଧାନ ସ୍ଥାପନ, ନବବସ୍ତ୍ର ପରିଧାନ, ସାଧ୍ୟ ଭକ୍ଷଣ, ଦେଶ ଗୃହୀତ ନବାନ୍ନ ପ୍ରଭୃତି କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 8:17 ଦିବା 9:51 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 11:25 ଦିବା 1:22 ମଧ୍ୟ ରହିଛି ବାର ବେଳା ସହିତ ରାହୁ କାଳ। ସେହିଭଳି ରାତ୍ରି 2:33 ଶେଷ ରାତ୍ରି 4:07 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:00 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:23 ଦିବା 2:59 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:16 ଦିବା 9:20 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 9:22 ରାତ୍ରି 10:13 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:39 ରାତ୍ରି 2:32 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 19 ଅଗଷ୍ଟ 2026 ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭୁ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ବୁଧଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଯୋଡ଼ି ଶିବ ପାର୍ବତୀ ଭଳି ସଦାବେଳେ ରହିଥାଉ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ନିଶ୍ଚିତ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳ ହେବ, ଯାହାକି ଆପଣଙ୍କର ଭାଗ୍ୟ ଶୁଭ ଯୁଗରେ ରହୁଥିବାରୁ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଅତି ସୁଖ ଆନନ୍ଦମୟରେ କଟିବ। ମେଷ ରାଶି ବ୍ୟକ୍ତି ଆଜି ମେଷ ରାଶି ବ୍ୟକ୍ତି ଯାହାକି ଆପଣ ଯଦି ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ଆପଣଙ୍କର ଭାଗ୍ୟ ଶୁଭଯୁଗ ସ୍ଥିତିରେ ରହୁଛି।
ଯାହାକି ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ହେବ ଏବଂ ମହା ଆନନ୍ଦ ପ୍ରାପ୍ତ କରେଇ ପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼େ। ବିଶେଷ କରି ନୂଆ ନୂଆ ଯୋଉମାନେ ମ୍ୟାରେଜ କରିଛନ୍ତି ଆଜି ସେମାନଙ୍କ ପାଇଁ ଏକ ମହା ଆନନ୍ଦର ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି ଯାହାକି ଆପଣ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ତାହାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟରେ ଜଡିତ ଅଛନ୍ତି ବା ବେପାର ବାଣିଜ୍ୟ କରୁଛନ୍ତି ସେମାନଙ୍କ ପାଇଁ ଅନେକ ପ୍ରକାର ଲାଭପୂର୍ଣ୍ଣ ଯୋଗ ରହୁଛି। ତତ୍ସହିତ ଆପଣ ନିଶ୍ଚିତ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ ଏବଂ ଅନେକ ଅର୍ଥ ଆପଣଙ୍କୁ ନିଶ୍ଚିତ ଲାଭ ପ୍ରଦାନ କରିବାର ସୁଯୋଗ ଦେଇପାରେ ଆଜି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ନାଲି ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହିଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। ଆଜି କର୍ମ କ୍ଷେତ୍ରରେ ଆପଣ ଯାହା କିଛି ଦୂରଯାତ୍ରା କରିବାର ସମ୍ଭାବନା ରହୁଛି, ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ସହକାରେ କାର୍ଯ୍ୟ କରନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ନିଶ୍ଚିତ ସାବଧାନ ରୁହନ୍ତୁ। ବିଶେଷ କରି ଆପଣଙ୍କର ଅର୍ଥଜନିତ କାରବାରରେ ଆପଣଙ୍କର ଶତ୍ରୁ ବୃଦ୍ଧି ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ବେପାର ବାଣିଜ୍ୟ ଧ୍ୟାନ ପୂର୍ବକ କରନ୍ତୁ, କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣ ନିଶ୍ଚିତ ଏକ ଭାଗ୍ୟ ଶୁଭଯୁଗ ସ୍ଥିତିରେ ଥିବାରୁ ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ସହିତ ସମସ୍ତଙ୍କର ମନ ମିଶିଯିବ ଏବଂ ସମସ୍ତଙ୍କ ସହିତ ମିଳିମିଶି ଦିନଟି ଅତି ସୁଖମୟରେ କଟିବ। ଆଜି ବୃଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ଆଜି ନିମ୍ନଗାମୀ ରହୁଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ ଏବଂ ମିଥୁନ ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମିଥୁନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯଦି ଜଡିତ ଅଛନ୍ତି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ଥିବାରୁ ଆପଣଙ୍କର କାର୍ଯ୍ୟ ବିଫଳତା ଭୁଲ ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ମାନସିକ ସ୍ତରରେ ମଧ୍ୟ ମିଥୁନ ରାଶି ବ୍ୟକ୍ତି ଆଜି ଅସ୍ଥିର ଏବଂ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଗତି କରିବେ, ତେଣୁ ନିଶ୍ଚିତ ଆପଣ ଯଦି ମାନସିକ ସ୍ଥିତି ଠିକ ରଖିବା ପାଇଁ ଚାହୁଁଛନ୍ତି ଟିକେ ସଙ୍ଗୀତ ଶୁଣନ୍ତୁ କିମ୍ବା ପ୍ରବଚନ ଟିକେ ଶୁଣନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ଅତିରିକ୍ତ ସାବଧାନ ରୁହନ୍ତୁ, କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସହିବାକୁ ପଡିବ, ତେଣୁ ନିଶ୍ଚିତ ସଚେତନ ରୁହନ୍ତୁ। ମିଥୁନ ରାଶି ବ୍ୟକ୍ତି କୌଣସି ଅର୍ଥଜନିତ ଡିସିସନ ନିଅନ୍ତୁ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢିପାରେ, ତେଣୁ ନିଶ୍ଚିତ ନିଜର ଖାଦ୍ୟ ଏବଂ ଦୈନନ୍ଦିନ ଚଳଣିକୁ ଧ୍ୟାନ ଦିଅନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଆପଣ ହଳଦୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ସଚେତନ ସହକାରେ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଟିକେ ସଚେତନ ଏବଂ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଆପଣଙ୍କ ପାଇଁ ଭଲ ହେବ, କିନ୍ତୁ ଧୈର୍ଯ୍ୟ ଆଜି ନିହାତି ଆବଶ୍ୟକତା ରହିଛି କର୍କଟ ରାଶି ବ୍ୟକ୍ତି, କାରଣ ଆପଣଙ୍କର ମାନସିକ ସ୍ଥିତି ଅସ୍ଥିରତା ରହିପାରେ, ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣ ଧୈର୍ଯ୍ୟ ସହକାରେ କରନ୍ତୁ, ଦେଖିବେ କର୍କଟ ରାଶି ବ୍ୟକ୍ତି ସଫଳତା ଆଡକୁ ଅଗ୍ରଗତି କରିବେ। ଆଜି କର୍କଟ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯୋଉମାନେ ଅଛନ୍ତି ସେମାନଙ୍କର ଆଜି କାର୍ଯ୍ୟଭାର ବଢିବ, ଯାହାକି ମାନସିକ ସ୍ଥିତି ଅସ୍ଥିରତା ରହିବ, କିନ୍ତୁ ଆପଣ ଯଦି ଧ୍ୟାନ ପୂର୍ବକ କାର୍ଯ୍ୟ କରିବେ ସେ ସ୍ଥିତି ଆପଣଙ୍କର ପରିବର୍ତ୍ତନ ହେବ ଏବଂ ସଫଳ ହେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ସୁଯୋଗ ଦେବ ବା ଆପଣଙ୍କର ସ୍ଥିତି ଠିକ ରହିବ,
तेबे इंटरव्यू एग्जाम थिले सेथिरे कृतकार्य करिवार संभावना रहुची। पूर्वर जदि कर्कट राशि व्यक्ति व्यापार वाणिज्य करिथिले क्षति हेइथिबो ताहार पूर्ण होबार आज अनेक चांस रहुची, जहा आपणक भाग्य चक्रु जणा पडुची कर्कट राशि व्यक्तिंकर। आज कर्कट राशि व्यक्ति जहा कि स्वास्थ्यगत दृष्टि देखिले किंतु आपणकर स्वास्थ्य समस्या अनेक रहिबो, तेणु निश्चित स्वास्थ्य प्रति सचेतन रुहंतु, जहा आपणक पई भलो हेबो। कौनसी स्वास्थ्य खराब होबा भलिया काम करंतु नाही, निश्चित स्वास्थ्य प्रति सचेतन रुहंतु कर्कट राशि व्यक्ति। आज कर्कट राशि व्यक्तिंकर भाग्य संख्या रही 6, भाग्य रंग रहुची जहा कि आपण धला रंग यूज करि परिबे, एवं ग्रह माने आपण को आज जहा कि 30% साथ दउछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज निजर कर्म क्षेत्र रे आपणकर शुभ जुग रहुची, जहा आपणकर राशि चक्र जणा पडुची। आपण प्रत्येक कार्य सफलता शीर्ष रे नै पहुंचेइबे। सिंह राशि व्यक्ति आज चाकरी संबंधर कार्य गुडी को आपण बहुत आगो को नेबे एवं निजर कार्य कौशल द्वारा उपरस्थ कर्मचारी दृष्टि आकर्षण होई प्रशंसार पात्र बनी जाई पारंती सिंह राशि व्यक्ति। आज सिंह राशि व्यक्ति राजनीतिक सामाजिक क्षेत्र रे आपणकर दबदबा बढ़िबो, जहा आपणकर राशि चक्र जणा पडुची। आज सिंह राशि व्यक्ति शिक्षार्थी विद्यार्थी मानक पई उत्तम जुग बनौछि, जहा आपणकर राशि चक्र जणा पडुची। तत्सहित इंटरव्यू एग्जाम थिले सेथिरे कृतकार्य करिवार अनेक चांस। व्यापार वाणिज्य करूछंती निश्चित बुद्धि प्रयोग करी आपण व्यापार करंतु। बुद्धि जदि आपण टिके हीन हेइ जिवो तबे अनेक क्षति सहिबाकू पड़िबो, कारण आपणकर आज धन हानि जुग रहुची। तेणु यहा प्रति निश्चित सिंह राशि व्यक्ति सचेतन रुहंतु। आज सिंह राशि व्यक्ति जहा कि आपण किछि निजर कार्य पई दूर यात्रा करिबा को पड़ी पारे, सेथि पई आपण मानसिक स्तर रे अशांति मध्य होई पारंती। तेबे आज सिंह राशि व्यक्तिंकर स्वास्थ्यगत दृष्टि देखिले आपण सुस्थ रहिबे, कौनसी स्वास्थ्य समस्या रहिबो नाही। आज सिंह राशि व्यक्तिंकर भाग्य संख्या रहिछि जहा कि 7, भाग्य रंग रहुछि आपण सबुज रंग यूज करि परिबे, एवं ग्रह माने आपण को आज जहा कि 80% साथ दउछंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आज कर्म क्षेत्र रे आपण ध्यान पूर्वक करंतु कार्य, कारण आपणकर भाग्य ग्रह निम्नगामी रहुछि। अनेक क्षेत्र रे आपण मानसिक स्तर रे दुर्बल नैराश्य होई पारंती, तेणु सचेतन सहकारे कार्य करिले आपण शुभ फल आडकू अग्रगति करिवे। आज कन्या राशि व्यक्ति जो माने चाकरी संबंध रे जड़ित थिबे सेमानकर कार्य आज अनेक चाप देई पारे बा निजर कार्य भूल करि पारंती, जहा कि आपणकर उपरस्थ कर्मचारी ठारू गाली सुनिबार अनेक चांस रहुछि, जहा आपणक राशि चक्र जणा पडुछि कन्या राशि व्यक्ति। तेणु कन्या राशि व्यक्ति यहा प्रति निश्चित सचेतन रुहंतु। कन्या राशि व्यक्ति आज जदि व्यापार वाणिज्य करूछंती निश्चित आपण लाभ पाइबे। पूर्वर जदि किछि क्षति होइथिबो ताहार क्षतिर भरण होबार चांस रहुछि, बा आपणकर अर्थ प्राप्त होबार अनेक सुयोग रहुछि। तत्सहित आज कन्या राशि व्यक्तिंकर जहा कि अर्थ सहित आपणकर स्वास्थ्यगत दृष्टि देखिले आपणकर स्वास्थ्य ठीक रहिबो एवं मानसिक स्तर रे टिके अशांति रहि पारंती। निश्चित या प्रति सचेतन रुहंतु। आवश्यक स्थले आपण ध्यान जुग बा किछि आध्यात्मिक कार्य रे नियोजित रुहंतु, जहा आपण मानसिक स्थिति भलो रहिबो कन्या राशि व्यक्तिंकर। आज कन्या राशि व्यक्तिंकर भाग्य संख्या रहिछि जहा कि 2, भाग्य रंग रहुछि जहा कि धूसर रंग यूज करि परिबे, एवं ग्रह माने आपण को आज 50% साथ दउछंती। बेचालंतु जानिबा तुला राशि व्यक्तिंक विषय। तुला राशि व्यक्ति निजर कर्म क्षेत्र रे आपणकर शुभ जुग रहुछि, जहा कि आपण समस्त कार्य सफलता शीर्ष रे पहुंचीबार सुयोग देई पारे। तेबे तुला राशि व्यक्ति आज चाकरी संबंधर कार्य गुडी को निश्चित आपण को आनंद एवं उत्साहित एवं निजर कार्य सफलता जुग बनौछि, जहा आपण को राशि चक्र जणा पड़ुछि। तेबे तुला राशि व्यक्ति आज शिक्षार्थी विद्यार्थी मानक पई निश्चित जदि इंटरव्यू एग्जाम थिबो सेथिरे कृतकार्य करिवार अनेक चांस रहुछि। राजनीतिक सामाजिक क्षेत्र रे आपणकर दक्षता वृद्धि करिवो तुला राशि व्यक्तिंकर। राशि व्यक्ति व्यापार वाणिज्य करूथिले अनेक प्रकार लाभ प्राप्त करिवार सुयोग रहि पारे, किंतु ध्यान पूर्वक कोनोसी रिस्कफुल कार्य करंतु नाही, नहले आपण अनेक क्षति पहुंचीबार सुयोग दउछि, जहा आपणको राशि चक्र जणा पडुछि। तेणु निश्चित अर्थजनित कारोबार सावधान रुहंतु, कोनोसी रिस्कफुल कार्य करंतु नाही किबा भूल डिसिजन नियंतु नाही। आज तुला राशि व्यक्तिंकर स्वास्थ्यगत दृष्टि देखिले
ଆପଣ ଟିକେ ମାନସିକ ଅଶାନ୍ତି ରହିପାରେ। ତତ୍ସହିତ ନିଜର ଅର୍ଥ ଯୋଗୁଁ ଆପଣ ମାନସିକ ସ୍ଥିତି ଭଲ ନ ରହିପାରେ। ତତ୍ସହିତ ଆପଣଙ୍କର ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଟିକେ ଆପଣ ତା ପାଇଁ ଚିନ୍ତିତ ଏବଂ ଅଧିକ ଅସୁସ୍ଥ ହୋଇପାରନ୍ତି। ତେଣୁ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ରରେ ଆପଣଙ୍କୁ ଚାପ ଆସିପାରେ। ଚାପ ସତ୍ତ୍ୱେ ମଧ୍ୟ ନିଜର କାର୍ଯ୍ୟକୁ ଆପଣ ସଫଳତା ଆଡ଼କୁ ନେଇଯାଇ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯଦି ଆପଣ ଜଡ଼ିତ ଥିବେ, ନିଶ୍ଚିତ ନିଜର ଦକ୍ଷତା ଅନୁସାରେ କାର୍ଯ୍ୟ ସଫଳତା ପ୍ରାପ୍ତ କରିବେ ଏବଂ ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତଙ୍କ ମନ ଜିଣିବାର ଅନେକ ଚାନ୍ସ ରହୁଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହିପାରେ। ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ନିଜର ଲାଭ ପ୍ରାପ୍ତ କରିବାର ଅନେକ ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଟିକେ ସ୍ୱାସ୍ଥ୍ୟ ଚିନ୍ତା ରହିବ। ତେଣୁ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଆପଣ ସୁନେଲି ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଶୁଭ ଯୁଗ ରହୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ଆଜି ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରୁଛି ଏବଂ ମହା ଆନନ୍ଦରେ ଉତ୍ସାହ କ୍ଷେତ୍ରରେ ଆପଣ ନିଜର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଆଜି ଉତ୍ସାହର ଦିନ ହୋଇପାରେ। ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ ଏବଂ ସଫଳତା ନିଶ୍ଚିତ ପହଞ୍ଚିବ। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁ। ରାଶି ବ୍ୟକ୍ତି ବିଶେଷ କରି ବେପାର ବାଣିଜ୍ୟ କରୁଥିଲେ ଆପଣ ନିଶ୍ଚିତ ଲାଭ କରିବାର ଚାନ୍ସ ରହୁଛି, କିନ୍ତୁ ଯେଉଁମାନେ ଆପଣଙ୍କର ଶତ୍ରୁ ସେମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାର ଅନେକ କୌଶଳ ପ୍ରୟୋଗ କରିପାରନ୍ତି କିମ୍ବା ଆଜି ଆପଣଙ୍କର ଶତ୍ରୁ ବୃଦ୍ଧି ହେବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। କୌଣସି ତେଲିଆ ଖାଦ୍ୟ ଠାରୁ ବା ତେଲିଆ ଜିନିଷ ଖାଦ୍ୟ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଆପଣ ଧୂସୁର ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ପ୍ରତ୍ୟେକ କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟ ସଫଳତା ଶୁଭ ଯୁଗ ବନଉଛି। ତେଣୁ ମକର ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ତତ୍ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ମକର ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଶୁଭ ଯୁଗ ସ୍ଥିତିରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ହିସାବରେ ରହିବ। ତତ୍ସହିତ ଆପଣ ମହା ଆନନ୍ଦରେ ମଧ୍ୟ କାର୍ଯ୍ୟଗୁଡ଼ିକୁ ଅତି ସୁଖମୟରେ କଟିବ। ତେବେ ଆଜି ମକର ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଶୁଭ ଯୁଗ ସ୍ଥିତି ବନଉଛି। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ଯେଉଁମାନେ ବେପାର ବାଣିଜ୍ୟ କରୁଥିବେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ମକର ରାଶି ବ୍ୟକ୍ତି ଅର୍ଥଜନିତ କୌଣସି ଯଦି ନିଷ୍ପତ୍ତି ନେବା ପାଇଁ ଚାହୁଁଛନ୍ତି ଆଜି ସେ ଦିନଟି ହେଉଛି ଉତ୍ତମ ଦିନ। ତେଣୁ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ତାହା ପରବର୍ତ୍ତୀ ଷ୍ଟେପ୍ରେ ଆପଣଙ୍କୁ ଅନେକ ଫାଇଦା ଦେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ଯଦି ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହାର ସମାପ୍ତ ବା ସୁସ୍ଥ ହେବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଆପଣ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି
ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ନିଜର କର୍ମକ୍ଷେତ୍ରରେ ଅନେକ ବାଧା ପ୍ରାୟତଃ ଆସିବ, ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ କୁମ୍ଭ ରାଶି ବ୍ୟକ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ କରନ୍ତୁ। ଆଜି କର୍ମକ୍ଷେତ୍ରରେ ଚାପ ତ ଆସିବ, ତତ୍ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନେ ଅନେକ ଚାପ ଏବଂ ଅସ୍ଥିରତା ଦେଖାଦେବ। ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ କୁମ୍ଭ ରାଶି ବ୍ୟକ୍ତି, ଏବଂ କାର୍ଯ୍ୟରେ ଭୁଲ କରିବାର ଅନେକ ଚାନ୍ସ ରହୁଛି। ଏହା ପ୍ରତି କୁମ୍ଭ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ପରିବାରର ମନମାଳିନ ଯୁଗ ରହୁଛି, ତେଣୁ ଆବଶ୍ୟକ ସ୍ଥଳେ ଆପଣ କଳହ କିମ୍ବା ଯୁକ୍ତିତର୍କ କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କର ପରିବାର ସମ୍ପର୍କ ଭଲ ରହିବ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର କ୍ଷତି ସହିବାକୁ ପଡ଼ିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେଣୁ ଅର୍ଥଜନିତ କାରବାର କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ। ଯେଉଁମାନେ ଅର୍ଥଜନିତ କାରବାର କରୁଛନ୍ତି ବା ବେପାର ବାଣିଜ୍ୟ କରୁଛନ୍ତି, ଧ୍ୟାନପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ସମସ୍ତ ବୁଦ୍ଧି ପ୍ରୟୋଗ କରି ବେପାରକୁ କେମିତି ଲାଭ ପାଇବେ ସେଥିପାଇଁ ନିଶ୍ଚିତ ସଚେତନ ରୁହନ୍ତୁ କୁମ୍ଭ ରାଶି ବ୍ୟକ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢ଼ିପାରେ। ମାନସିକ ସ୍ତରରେ ମଧ୍ୟ ଆପଣ ନୈରାଶ୍ୟ ହୋଇପାରନ୍ତି, ଅଶାନ୍ତି ହୋଇପାରନ୍ତି। ଅନେକ ପ୍ରକାର ରୋଗ ଆପଣଙ୍କୁ ଭୟ ଜାତ କରିପାରେ, ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ, ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଅନେକ ଚାପ ସୃଷ୍ଟି ହୋଇପାରେ। ମାନସିକ ସ୍ତରରେ ଆପଣ ଅସ୍ଥିରତା ରହିପାରନ୍ତି, ତେଣୁ ମୀନ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଧ୍ୟାନ ସହକାରେ କରନ୍ତୁ ଏବଂ ଧୈର୍ଯ୍ୟ ସହକାରେ କରିଲେ ଆପଣ ସମସ୍ତ କାର୍ଯ୍ୟ ଆଗକୁ ଏବଂ ସଫଳତା ଆଡ଼କୁ ଅଗ୍ରଗତି କରିବ। ନହେଲେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ଏବଂ ଆଜି ଚାକିରି ସମ୍ବନ୍ଧର କାର୍ଯ୍ୟଗୁଡ଼ିକୁ ଆପଣଙ୍କୁ ଯାହାକି ମାନସିକ ସ୍ତରରେ ଅନେକ ପ୍ରକାର ପ୍ରୋବ୍ଲେମରେ ପଡ଼ିବେ ଏବଂ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ମୀନ ରାଶି ବ୍ୟକ୍ତିଙ୍କ ପକ୍ଷେ ଭାରି କଷ୍ଟକର ହୋଇପାରେ। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଭଲ ଯୁଗ ହୋଇନପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କର ସମ୍ପର୍କ ଖରାପ ହେବାର ଅନେକ ଚାନ୍ସ ରହୁଛି, ତେଣୁ କୌଣସି ପ୍ରେମର ବାର୍ତ୍ତାଳାପ ଆଜି କରନ୍ତୁ ନାହିଁ ମୀନ ରାଶି ବ୍ୟକ୍ତି, ଏହା ଆପଣଙ୍କ ପାଇଁ ଭଲ ହେବ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଯାହାକି ମାନସିକ ଅଶାନ୍ତି ଦେଖା ଦେଇପାରେ, ନିଜ ଭିତରେ କଳହ ଯୁଗ ରହୁଛି, ତେଣୁ ପରିବାର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟଜନିତ ପୀଡ଼ା ଅନେକ ଦେଖାଦେବାର ଚାନ୍ସ ରହୁଛି, ତେଣୁ କୌଣସି ସ୍ୱାସ୍ଥ୍ୟ ଖରାପ ନ ହେବ ସେଥିପାଇଁ ସଚେତନ ରୁହନ୍ତୁ ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଆପଣ ହାଲୁକା ହଳଦିଆ ରଙ୍ଗ ୟୁଜ୍ କରିପାରିବେ, ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି।